ଟି20 ବିଶ୍ୱକପ୍ ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଖେଳାଳି। ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। ତେବେ ସୂଚନା ଅନୁସାରେ 2026 ଟି20 ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଡିସେମ୍ବର 20 ତାରିଖରେ ଘୋଷଣା କରାଯାଇଥିଲା। 2026 ଟି20 ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7 ତାରିଖରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ମାର୍ଚ୍ଚ 8 ତାରିଖରେ ଅନୁଷ୍ଠିତ ହେବ। 2026 ଟି20 ବିଶ୍ୱକପ୍ ପୂର୍ବରୁ ଜଣେ ଷ୍ଟାର ଭାରତୀୟ ଖେଳାଳି ତାଙ୍କର ଅବସର ଘୋଷଣା କରିଛନ୍ତି। ସେ 2021ରେ ଭାରତ ପାଇଁ ଖେଳିଥିଲେ। ତାପରେ ତାଙ୍କୁ ଟିମ୍ ଇଣ୍ଡିଆର ସୁଯୋଗ ମିଳିଲା ନାହିଁ। 2026 ଟି20 ବିଶ୍ୱକପ୍ ପୂର୍ବରୁ ଭାରତର ଷ୍ଟାର ଖେଳାଳି କୃଷ୍ଣପ୍ପା ଗୌତମ ତାଙ୍କର ଅବସର ଘୋଷଣା କରିଛନ୍ତି। 37 ବର୍ଷୀୟ କୃଷ୍ଣପ୍ପା 2021 ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କୁ କଲମ୍ବୋରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। ଯଦିଓ ସେ ତାଙ୍କ କ୍ୟାରିୟରରେ ଭାରତ ପାଇଁ କେବଳ ଗୋଟିଏ ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି, ସେ ଘରୋଇ କ୍ରିକେଟରେ କର୍ଣ୍ଣାଟକ ପାଇଁ ବ୍ୟାପକ ଭାବରେ ଖେଳିଛନ୍ତି। ଗୌତମ ଆଇପିଏଲରେ ମଧ୍ୟ ବ୍ୟାପକ ଭାବରେ ଖେଳିଥିଲେ। କୃଷ୍ଣପ୍ପା ଗୌତମ ଆଇପିଏଲରେ ଏଲ୍ଏସ୍ଜି, ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ଯଦିଓ ସେ ସିଏସ୍କେରେ ମଧ୍ୟ ଅଂଶ ଥିଲେ, କିନ୍ତୁ ତାଙ୍କୁ ସିଏସ୍କେ ପାଇଁ ଖେଳିବାର ସୁଯୋଗ ମିଳିନଥିଲା।